खलिकोटर विभिन्न स्थान में पालित है 76तम साधारणतंत्र दिवस। आज अंतर्जातीय 76तम साधारणतंत्र दिवस। यह कहीं कहीं जनराज्य दिवस बोली कही थांती। ଏହି ଅବସରରେ ଦେଖିବାକୁ ମିଳିଛି ଖଲିକୋଟର ସରକାରୀ ସ୍ତରରୁ ଆରମ୍ଭ କରି ବେସରକାରୀ ସଂସ୍ଥା ଜାନୁଆରୀ 26କୁ ସାଧାରଣତନ୍ତ୍ର ଦିବସ ରୂପେ ମହା ଆଡମ୍ବର ସହକାରେ ପାଳନ କରିଛନ୍ତି। ଆଜିର ଏହି ସମାରୋହରେ ଖଲିକୋଟର କନକ ମଞ୍ଜରୀ ଉଚ୍ଚ ବାଳିକା ବିଦ୍ୟାଳୟ, ଡିଆଇଇଟି ଛାତ୍ରଛାତ୍ରୀ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରଭାତ ଫେରି କରିଥିଲେ। ଖଲିକୋଟ ବ୍ଲକରେ ଖଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପତାକା ଉତ୍ତୋଳନ କରିଥିଲେ। ତା ସହିତ ଅଶୋକ ସ୍ତମ୍ଭ ଉନ୍ମୋଚନ କରିଥିଲେ। ଉପସ୍ଥିତ ଥିଲେ ବିଡିଓ ଖଲିକୋଟ ଦେବାଶିଷ ସାମଲ, ବିଜେପିର ଅନ୍ୟାନ୍ୟ ନେତୃବୃନ୍ଦ ଓ କର୍ମଚାରୀ। ଏହାପରେ ଖଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ପତାକା ଉତ୍ତୋଳନ କରିଥିଲେ। ସାମିଲ ଥିଲେ ଖଲିକୋଟ ତହସିଲଦାର ତଥା ଏନ୍ଏସି ଭାରପ୍ରାପ୍ତ ଅଧିକାରୀ ଡି ମାଲେଶ୍ୱର ପାତ୍ର, ଚେୟାରମ୍ୟାନ ନିରଞ୍ଜନ ବେହେରାଙ୍କ ସମେତ ଅନ୍ୟାନ୍ୟ କାଉନସିଲର ଓ କର୍ମଚାରୀଗଣ। ଏହାପରେ ଖଲିକୋଟ ବସଷ୍ଟାଣ୍ଡ ସ୍ଥିତ ବାପୁଜୀଙ୍କୁ ମାଲ୍ୟାର୍ପଣ କରିଥିଲେ। ତାପରେ ବାବା ବାଲୁକେଶ୍ୱର ମନ୍ଦିର ନିକଟରେ ଥିବା ସ୍ୱର୍ଗତ ରାଜବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କୁ ମାଲ୍ୟାର୍ପଣ କରାଯାଇ ଖଲିକୋଟ ଗୋଷ୍ଠୀ ଉନ୍ନୟନ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଏନ୍ଏସି ଚେୟାରମ୍ୟାନ, ତହସିଲଦାର ଓ ଡାକ୍ତରଙ୍କ ଦ୍ୱାରା ମେଡିକାଲରେ ଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।